ତୁମେ ଯେତେ ଜ୍ଞାନର ଅଧିକାରୀ ହୋଇଥାଅ ନା କାହିଁକି, ଯଦି ଉପଯୁକ୍ତ ସ୍ଥାନରେ ତାର ବ୍ୟବହାର କରିପାରୁନାହଁ, ଭାବିନିଅ ସେ ଜ୍ଞାନର କୌଣସି ମୂଲ୍ୟ ନାହିଁ। ଉଂ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି, ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ମେ ମାସ 11 ତାରିଖ, ଓଡ଼ିଆ ବୈଶାଖ ମାସ 28 ଦିନ, ରବିବାର, ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି, ଯାହା ରାତ୍ରି 9:23 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି। ଆଜି ସ୍ୱାତି ନକ୍ଷତ୍ର, ଯାହା ଅହରାତ୍ରି ପର୍ଯ୍ୟନ୍ତ ରହୁଛି। ଆଜି ତୁଳା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:14 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:08। ସେହିଭଳି ଆଜିର ଯୁଗ୍ନି ରହିଛି ପଶ୍ଚିମ ଦିଗେ, ଯାହା ରାତ୍ରି 9:23 ପରେ ବାୟୁକୋଣରେ ଯୁଗ୍ନି ରହିବ। ଆଜି ଘାତ ଚନ୍ଦ୍ର କୌଣସି ରାଶିରେ ନାହିଁ। ଆଜି ଘାତ ବାର ରହିଛି, ଯାହାକି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର, ଯାହାକି ଏକପାଦ ପୁଷ୍କର ଦୋଷ ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ଚତୁର୍ଦ୍ଦଶୀରେ ଶ୍ରାଦ୍ଧ। ଆଜି ନିଷିଦ୍ଧ ଖାଦ୍ୟ ରହିଛି ଚତୁର୍ଦ୍ଦଶୀ, ତତ୍ସହିତ ରବିବାର ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ତେବେ ଆଜି, ଯାହାକି ସ୍ୱୟଂକାଳରେ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ବିଷ୍ଣୁଙ୍କର ଅବତାର ହୋଇଥିବାରୁ ସର୍ବସହମତ ନରସିଂହର ଜନ୍ମ ଉତ୍ସବ ଏବଂ ବ୍ରତ ଉପବାସ। ତେବେ ଏହି ବ୍ରତ ଉପବାସ ଆପଣମାନେ ଯଦି କରୁଛନ୍ତି, ଯାହାକି ଆପଣଙ୍କର ଶତ୍ରୁ ନାଶ ସହିତ ଗ୍ରହରିଷ୍ଟ, ରୋଗ ପୀଡ଼ା ଏବଂ ଦାରିଦ୍ର୍ୟରୁ ଯାହାକି ମୁକ୍ତି ମିଳିଥାଏ। ଆଜିର ଅଶୁଭ ବେଳା, ଯାହା ଦିବା 4:35 ସନ୍ଧ୍ୟା 6:13 ମଧ୍ୟ ରହିଛି ରାହୁ କାଳ ଯୁଗ। ସେହିଭଳି ଦିବା 10:07 ଦିବା 1:25 ମଧ୍ୟ ରହିଛି ବାର ବେଳା ସହିତ କାଳ ବେଳା। ତେଣୁ ବାର ବେଳା, କାଳ ବେଳା ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ତେବେ ଚାଲନ୍ତୁ ଜାଣିବା ଆଜିର ଶୁଭ ବେଳା, ଯାହା ଦିବା 6:03 ଦିବା 7:39 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି 9:03 ଦିବା 10:06 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ପୂର୍ଣ୍ଣ ଶୁଭଯୁଗ ସ୍ଥିତିରେ ଗ୍ରହମାନେ ରହିଛନ୍ତି, ଯାହାକି ସପ୍ତମ ସ୍ଥାନରେ ଆଜି ଚନ୍ଦ୍ର ଅବସ୍ଥାପନ କରୁଥିବାରୁ ଆପଣଙ୍କର କାର୍ଯ୍ୟ ସମସ୍ତ ପୂର୍ଣ୍ଣ ହବାର ଯୁଗ ରହୁଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ଚନ୍ଦ୍ର ସହିତ ମଙ୍ଗଳ ଚତୁର୍ଥ ସ୍ଥାନରେ ରହିଥିବାରୁ ମେଷ ରାଶି ବ୍ୟକ୍ତି ନିଶ୍ଚିତ ଶୁଭ କାର୍ଯ୍ୟ ବନଉଛି। ଆପଣଙ୍କର ପ୍ରତିଭା ଏବଂ ପ୍ରତିଷ୍ଠା ସମାଜ ଆଗରେ ପରିପ୍ରକାଶ ହେବ। ଆଜି କର୍ମକ୍ଷେତ୍ରରେ ତ ଆଗକୁ ବଢିବା ସହିତ ଚାକିରି ସମ୍ବନ୍ଧରେ ଆପଣଙ୍କର ଭାଗ୍ୟ ଆଜି ଶୁଭ ଯୁଗ ବନଉଛି। ଆଜି ଆପଣଙ୍କର ଇଣ୍ଟରଭ୍ୟୁ କିମ୍ବା ଏକ୍ଜାମ ଥିଲେ ସେଥିରେ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ଆଜି ସାମାଜିକ କ୍ଷେତ୍ରରେ ଏବଂ ରାଜନୈତିକ କ୍ଷେତ୍ରରେ ମେଷ ରାଶି ବ୍ୟକ୍ତି ଆପଣଙ୍କର ପ୍ରତିଭା ବା ପରିପ୍ରକାଶ ହେବ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶୀର୍ଷରେ ଆପଣ ସମାଜ ଆଗରେ ପ୍ରତିଷ୍ଠିତ ହୋଇପାରନ୍ତି ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି, ଆପଣ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ଯୁଗ ବନଉଛି। ତତ୍ସହିତ ମେଷ ରାଶି ବ୍ୟକ୍ତି, ଆଜି ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ରୋମାଣ୍ଟିକ ପରିବେଶ ସୃଷ୍ଟି କରୁଛି, ଯାହାକି ଆପଣଙ୍କ ପାଇଁ ଆଜି ଭାବ ପ୍ରୀତି ଅଧିକା ଦେଖା ଦେଇପାରେ।
आज प्रेम वार्तालाप करने उत्तम दिन हो पारे मेष राशि व्यक्तिंकर। आज मेष राशि व्यक्ति आपण जो माने नुआ नुआ मैरेज करचंदी तांको पई अनेक उत्तम दिन एवं रोमांटिक शीर्ष दिन हो पारे। तत्सहित मेष राशि व्यक्ति आज पारिवारिक दृष्टि देखिले आपणकर भल संबंध रहिबो जहा आपणक भाग्य चक्र जना पड़ुछि। आज मेष राशि व्यक्ति आपणक समस्त कार्य रे सफलता देखि किछि शत्रु ईर्षा करिवे जहा आपणक भाग्य चक्र जना पड़ुछि। बंधु माने केतक विरुद्ध होई पारंती जहा आपणक भाग्य चक्र जना पड़ुछि तथा आपणकर आज शत्रु वृद्धि होबार अनेक कारण जुग बनौछि। आज मेष राशि व्यक्तिंकर जहा कि व्यवसाय करुथिले अनेक सफलता बनैबो नूतन विनियोग करिबा पई आज उत्तम दिन होई पारे। तत्सहित आज जो माने व्यापार वाणिज्य करुछंती सेमाने अनेक प्रकार लाभ पाइबार सुजोग दउछि। आज मेष राशि व्यक्तिंकर स्वास्थ्यगत दृष्टि देखिले आपण स्वास्थ्य टिके माने रोग बढ़ी पारे जदि पूर्वरु आपण कौनसी स्वास्थ्य समस्या थिबो आज अधिक टिके बढ़िबार चांस रहउछि जहा आपणक भाग्य चक्र जना पड़ु। तेणु निजको ठीक रखिबा पई मेष राशि व्यक्ति हालुका व्यायाम करंतु देखिबे आपण संपूर्ण फिट रहिबे। आज मेष राशि व्यक्तिंकर भाग्य संख्या रहिछि 1, भाग्य रंग रहुछि हळदी एवं भाग्य आपण को आज 85% साथ दउछंती। एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति आज दिनटी आपणक पई समस्त प्रकार सफलता दिन जुग कहिले अतिरिक्त हेबो नाही। आपण पूर्वरु करिथिबा भूलर आज संशोधन करि पारंती आपणक कर्म क्षेत्र रे। आपण जेकोसी कार्य आज करंतु ना काहे कि वृष राशि व्यक्ति समस्त कार्य रे सफलता निश्चित रहिबो। आज आपणकर कर्म क्षेत्र रे तो सफलता रहिबा सहित चाकरी क्षेत्र रे आपणकर भाग्य पूर्ण शुभ जुग रहुची। ऑफिस जनित कार्य रे आपणकर मन सफल एवं स्थिर रहिबो। तत्सहित चाकरी क्षेत्र जो माने इंटरव्यू एग्जाम देवे निश्चित से कृत कार्य करेंगे वृष राशि व्यक्ति। आज वृष राशि व्यक्ति आपण प्रेम जनित क्षेत्र रे बहुत आनंदित एवं रोमांटिक स्थिति रे रहिबे जहा आपणक भाग्य चक्र जना पड़ुछि। आज वृष राशि व्यक्ति पारिवारिक संबंध भल रहिबो एवं जहा समस्त परिवार सहित मिलमिशि दिनटी अति सहज रे कटिबार सुजोग दबो। तेबे आज वृष राशि व्यक्ति राजनैतिक एवं सामाजिक क्षेत्र रे आपणकर दबदबा देखा देबो जहा आपणक राशि चक्र जना पड़ुछि। आज वृष राशि व्यक्ति जो माने शिक्षार्थी विद्यार्थी मानक पई उत्तम दिन होई पारे जहा आपणक भाग्य चक्र जना पड़ुछि। आज वृष राशि व्यक्तिंकर जहा कि व्यवसाय क्षेत्र रे अनेक सफलता हासिल करिवार जुग रहुछि जहा आपण किछि नूतन विनियोग करि पारंती बा किछि नूतन जिनिस क्रय करि पारंती। तत्सहित आज व्यवसाय रे अनेक गुरुत्वपूर्ण निष्पत्ति नबा पई उत्तम दिन बनौछि वृष राशि व्यक्तिंकर। आज जो माने व्यापार वाणिज्य करुछंती दैनंदिन से निश्चित लाभ करिवे जहा आपणक राशि चक्र जना पड़ुछि। आज वृष राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे कौनसी स्वास्थ्य समस्या रहिबो नाही। आज वृष राशि व्यक्तिंकर भाग्य संख्या रहिछि 9, भाग्य रंग रहुछि नाली एवं भाग्य आपण को जहा कि 90% साथ दउछंती। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आज दिनटी आपणक पई सेतोटी सफलतार दिन होई न पारे। आपण को आज मिश्रित फलाफल देई पारे। आपण निजकु टिके आज आध्यात्मिक कार्य रे निजकु नियोजित करंतु। विशेष करी जो मानकर मंगल खराब स्थिति रे रहिछि किंबा मंगल महादशा रहिछि आज सेही व्यक्ति मानकु टिके सावधान रहिबाकु पड़िबो। कारण आपण को आज मानव अपमान रो सामना करिबाकु पड़िबो। गुरुजन सहित वाद विवाद होबार अनेक जुग बनौछि। तेणु निश्चित मिथुन राशि व्यक्ति कर्म क्षेत्र रे सावधान सहित निजर कार्य करंतु
ତେବେ ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କୁ ସେତଟି ପ୍ରଭାବ ପକେଇବ ନାହିଁ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। କିଛି ନୂତନ କାର୍ଯ୍ୟ ଯଦି କରୁଛନ୍ତି ତାହା ଅନେକ ବାଧାପ୍ରାପ୍ତ ଆସିପାରେ ମିଥୁନ ରାଶି ବ୍ୟକ୍ତି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରହିବାର ଆବଶ୍ୟକତା ରହିଛି ମିଥୁନ ରାଶି ବ୍ୟକ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଦିନ ହୋଇ ନପାରେ ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପ୍ରେମ କ୍ଷେତ୍ରରେ ଆପଣଙ୍କର କଳହ ସୃଷ୍ଟି କରିପାରେ ଯାହା ବାଦ ବିବାଦ ତ ଦେଖାଯାଉଛି, ତତ୍ସହିତ ନିଜର ଅବୁଝା ଗୁଣ ଯୋଗୁଁ ନିଜ ଭିତରେ ମତ ପାର୍ଥକ୍ୟ ଦେଖାଦେବ। ଏଥିପାଇଁ ମିଥୁନ ରାଶି ବ୍ୟକ୍ତି ସଚେତନ ନିହାତି ଆବଶ୍ୟକତା ରହିଛି। ଆଜି ମିଥୁନ ରାଶି ବ୍ୟକ୍ତି ଆପଣ ପାରିବାରିକ ସମ୍ବନ୍ଧ ଭଲ ନ ରହିପାରେ, ତେଣୁ ନିଶ୍ଚିତ ପରିବାର ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ ଯାହା ଆପଣଙ୍କର ପାରିବାରିକ ସମସ୍ୟା ସ୍ଥିର ରହିବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ବ୍ୟବସାୟ କ୍ଷେତ୍ରରେ ଆପଣ ବିଶେଷ ସଫଳତା ହାସଲ କରିପାରିବେ ନାହିଁ, ଯାହାକି ଅନେକ କ୍ଷେତ୍ରରେ ଆପଣଙ୍କୁ ନିରାଶ ହେବା ପାଇଁ ପଡ଼ିବ। ତେଣୁ ମିଥୁନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ତତ୍ସହିତ କୌଣସି ଡିସିସନ ଅର୍ଥଜନିତ କ୍ଷେତ୍ରରେ ନିଅନ୍ତୁ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢ଼ିପାରେ। ବିଶେଷ କରି ଆପଣ ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟ ନେଇ ଆପଣ ଅଧିକ ଚିନ୍ତା ବଢ଼ିପାରେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ସବୁଜ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଚତୁର୍ଥ ସ୍ଥାନରେ ଯାହାକି ଚନ୍ଦ୍ର ଅବସ୍ଥାପନ କରିଛନ୍ତି ଏବଂ ପ୍ରଥମ ସ୍ଥାନରେ ଯାହାକି ମଙ୍ଗଳ ଅବସ୍ଥାପନ କରିଥିବାରୁ ସମସ୍ତ କାର୍ଯ୍ୟ ଆପଣଙ୍କୁ ନିରାଶ କରିପାରେ। ମନ ଭିତରେ ସଦାବେଳେ ନେଗେଟିଭିଟି ଭାବନା ଆସିପାରେ। ତେଣୁ ଏବଂ କାର୍ଯ୍ୟରେ ଅନେକ ଆପଣ ଚିଡ଼ଚିଡ଼ାପଣ ଦେଖା ଦେଇପାରେ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। କିନ୍ତୁ ଆପଣଙ୍କର କାର୍ଯ୍ୟ କୌଶଳ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଆଶ୍ଚର୍ଯ୍ୟଜନକ ହୋଇପାରେ। ତେଣୁ କର୍ମ କ୍ଷେତ୍ରରେ ନିଶ୍ଚିତ ଧ୍ୟାନ ସହକାରେ କରନ୍ତୁ। ଆବଶ୍ୟକ ବୁଦ୍ଧି ପ୍ରୟୋଗ କରି ନିଜର କାର୍ଯ୍ୟ କରନ୍ତୁ। କାହା ସହିତ ଯୁକ୍ତିତର୍କ ଠାରୁ କର୍କଟ ରାଶି ବ୍ୟକ୍ତି ନିଶ୍ଚିତ ଦୂରତା ଅବଲମ୍ବନ କରନ୍ତୁ, କାରଣ ଏହା ଆପଣଙ୍କର ବ୍ୟକ୍ତିଗତ କର୍ମରେ ବାଧାପ୍ରାପ୍ତ ଅନେକ ଦେଖାଦେବ। ଆଜି କର୍କଟ ରାଶି ବ୍ୟକ୍ତି ଆପଣଙ୍କ ରାଜନୈତିକ ସାମାଜିକ କ୍ଷେତ୍ରରେ ଟିକେ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତତ୍ସହିତ ଆଜି ଶିକ୍ଷାର୍ଥୀ ମାନଙ୍କ ପାଇଁ ଉତ୍ତମ ଦିନ ହୋଇ ନପାରେ, ଯାହା ଆପଣଙ୍କ ଭିତରେ କିଛି ଟୁକୁରା ମୁକୁରା ଅର୍ଥାତ୍ ନିଜ ଭିତରେ ପାଠ ପଢ଼ାପଢ଼ି ସମୟ ଆପଣଙ୍କୁ ବିଶେଷ ନ ମିଳିପାରେ। କିଛି ଖେଳକୁଦରେ ଅଧିକ ସମୟ ଅତିବାହିତ କରିପାରେ କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧର ଆଦୌ ଭଲ ସ୍ଥିତି ନାହିଁ, ଯାହାକି ମଙ୍ଗଳ ପ୍ରଥମ ସ୍ଥାନରେ ରହିଥିବାରୁ ଆପଣଙ୍କର ଅନେକ ନିଜ ଭିତରେ ପ୍ରୀତି ଅଭାବ ରହିବ ଏବଂ ଅନେକ କ୍ଷେତ୍ରରେ ଆପଣଙ୍କର ସମ୍ପର୍କ ଖରାପ ରହିବ ଏବଂ ମତ ପାର୍ଥକ୍ୟ ଅଧିକ ଦେଖାଦେବ। ନିଜ ଭିତରେ ସମ୍ପର୍କ ଖରାପ ହେବାର ଚାନ୍ସ ରହୁଛି। ଯୁକ୍ତି ତର୍କ ଠାରୁ ନିଜକୁ ନିଶ୍ଚିତ ଦୂରତା ଅବଲମ୍ବନ କରନ୍ତୁ କର୍କଟ ରାଶି ବ୍ୟକ୍ତି, ଯାହା ଆପଣଙ୍କର ପ୍ରେମ ସମ୍ବନ୍ଧ ଠିକ ରହିବ। ଆଜି କର୍କଟ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଅନେକ କ୍ଷେତ୍ରରେ ବାଧାବିଘ୍ନ ଆସିପାରେ ଏବଂ ଯୁକ୍ତିତର୍କ ସହିତ ନିଜ ଭିତର ସମ୍ପର୍କ ଖରାପ ରହିବ। ତତ୍ସହିତ ଆଜି ପାରିବାରିକ ଚିନ୍ତା ଅଧିକ ବଢ଼ିବ, ଯାହା ପାଇଁ ମାନସିକ ସ୍ତରରେ ଆପଣ ଦୁର୍ବଳ ଏବଂ ଅସ୍ଥିର ହୋଇପାରନ୍ତି କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତି ବ୍ୟବସାୟରେ ବିଶେଷ ଲାଭ କରି ନ ପାରନ୍ତି, କାହିଁକି ନା ଆପଣଙ୍କର ଭାଗ୍ୟ ଗ୍ରହ ସାଥ ଦେଉନାହିଁ। ତେଣୁ ଅର୍ଥଜନିତ କୌଣସି ଡିସିସନ ନ ନେଲେ ଭଲ ରହିବ। ତେବେ ଆଜି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଅନେକ ସ୍ୱାସ୍ଥ୍ୟ ଚିନ୍ତା ବଢ଼ିପାରେ। କୌଣସି ତେଲିଆ ଜାତୀୟ ଖାଦ୍ୟ ଠାରୁ ନିଜକୁ ଯେତେ ଦୂରତା ଅବଲମ୍ବନ କରିଲେ କର୍କଟ ରାଶି ବ୍ୟକ୍ତିଙ୍କ ପାଇଁ ଭଲ ହେବ, ନହେଲେ ଆପଣ ସ୍ୱାସ୍ଥ୍ୟଜନିତ ପୀଡ଼ାରେ ବୁଡ଼ି ରହିବେ। ତେଣୁ ଏହା ପ୍ରତି ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା
ଏବଂ ଭାଗ୍ୟ ଆପଣଙ୍କୁ ଆଜି ଯାହାକି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣ ସମସ୍ତ କାର୍ଯ୍ୟରେ ନିଶ୍ଚିତ ନିଜର ପ୍ରତିଭା ପ୍ରକାଶ କରିବାର ପୂର୍ଣ୍ଣ ଶୁଭ ଯୁଗ ବନଉଛି ସିଂହ ରାଶି ବ୍ୟକ୍ତିଙ୍କର। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ତୃତୀୟ ସ୍ଥାନରେ ଚନ୍ଦ୍ର ଅବସ୍ଥାପନ କରୁଥିବାରୁ ବହୁତ ସକାରାତ୍ମକ ଆପଣଙ୍କର ଭାଗ୍ୟ ଚକ୍ର ବନଉଛି। ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ବନଉଛି ସିଂହ ରାଶି ବ୍ୟକ୍ତିଙ୍କର। ଆଜି ବହୁତ କ୍ଷେତ୍ରରେ ଆପଣ ସଫଳତା ପହଞ୍ଚିବ ନିଶ୍ଚିତ। ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଭାଗ୍ୟ ସାଥ ଦେବା ସହିତ ଦୈନନ୍ଦିନ କାର୍ଯ୍ୟରେ ଆପଣ ନିଶ୍ଚିତ ନିଜର ଦକ୍ଷତା ବଢ଼ିବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଚାକିରି ସମ୍ବନ୍ଧରେ କାର୍ଯ୍ୟ ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୁଗ ସ୍ଥିତିରେ ବନଉଛି, ଯାହା ଆପଣ ବହୁତ ଭଲ ସ୍ଥିତି ରହିବା ସହିତ ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ନିଶ୍ଚିତ ପରିପ୍ରକାଶ କରୁଛି ସିଂହ ରାଶି ବ୍ୟକ୍ତିଙ୍କର। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ଦିନ ହୋଇପାରେ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ତାଙ୍କ ପାଇଁ ଆଜି ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼େ। ତତ୍ସହିତ ପରିବାର ସମ୍ବନ୍ଧ ଆଜି ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼େ। ତେବେ ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଆଜି ଯାହାକି ସିଂହ ରାଶି ବ୍ୟକ୍ତିଙ୍କର ମଙ୍ଗଳ ରହିଛନ୍ତି ଯାହାକି ଦ୍ୱାଦଶ ସ୍ଥାନରେ, ତେଣୁ ସ୍ୱାସ୍ଥ୍ୟଗତ ଚିନ୍ତା ଆଜି ବଢ଼ିବ, ଯାହାକି ଅନେକ କ୍ଷେତ୍ରରେ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ଚାନ୍ସ ରହୁଛି। ତତ୍ସହିତ ଆପଣ ଦୂରଯାତ୍ରା କରୁଥିଲେ ସିଂହ ରାଶି ବ୍ୟକ୍ତି ନିଜର ଜିନିଷ ପ୍ରତି ସାବଧାନ ରୁହନ୍ତୁ, କାରଣ ଆପଣଙ୍କର ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ହେବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ନୀଳ ଏବଂ ଭାଗ୍ୟ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ନିଜର କର୍ମକ୍ଷେତ୍ରରେ ଅନେକ ବାଧାବିଘ୍ନ ଆସିପାରେ, ଯାହାକୁ ଆପଣଙ୍କୁ ସାମ୍ନା କରିବା ଭାରି ଟେନସନ ରହୁଛି, କାରଣ ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ଦ୍ୱିତୀୟ ସ୍ଥାନରେ ଚନ୍ଦ୍ର ଥିବାରୁ ସକଳ କାର୍ଯ୍ୟରେ ବାଧାବିଘ୍ନ ସାମ୍ନା କରିବାକୁ ପଡ଼ିବ। ଅନେକ କ୍ଷେତ୍ରରେ ଆପଣ ମତିଭ୍ରମ ହୋଇପାରନ୍ତି ଏବଂ ଆପଣ ନାନା ସମସ୍ୟା ଭିତରେ ଜଡ଼ିତ ରହିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ଯାହାକି ଏକାଦଶ ସ୍ଥାନରେ ମଙ୍ଗଳ ଯୁକ୍ତ ରହୁଛି ନକ୍ଷତ୍ର ହିସାବରେ, ତେଣୁ ଆପଣ ନିଶ୍ଚିତ ନିଜର କାର୍ଯ୍ୟ କେତେକାଂଶରେ ଭଲ ହେବାର ସୂଚନା ଦଉଛି। ତେଣୁ ଆପଣ ସୁଖ୍ୟାତ ଏବଂ ପ୍ରତିଭା ପରିପ୍ରକାଶ କରିପାରେ ବା କିଛି କାର୍ଯ୍ୟରେ ଆପଣଙ୍କର କ୍ଷତି ହୋଇଥିବା ଜିନିଷ ପୂରଣ ହେବାର ଯୁଗ ରହୁଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର କର୍ମକ୍ଷେତ୍ର ଏବଂ ରାଜନୈତିକ କ୍ଷେତ୍ରରେ ଆପଣଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ିବ। ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ନିଶ୍ଚିତ ଆପଣ ଟିକେ ଶାନ୍ତ ରହିବାର ଆବଶ୍ୟକତା ରହିଛି। ଭାଗ୍ୟ ଗ୍ରହ ଆପଣଙ୍କର ନିମ୍ନଗାମୀ ରହୁଛି। ତତ୍ସହିତ ପ୍ରେମ ସମ୍ବନ୍ଧରେ ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଅନେକ ସମସ୍ୟା ନିଜ ଭିତରେ ସମ୍ପର୍କ ହାନି ଯୁଗ ବନଉଛି, ଯାହା ଏ ପରିସ୍ଥିତିରେ ଆପଣ ଟିକେ ସାବଧାନ ରୁହନ୍ତୁ ଏବଂ ନୀରବ ରୁହନ୍ତୁ କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପାରିବାରିକ ସମସ୍ୟା ଅନେକ ଜଟିଳ ହୋଇପାରେ, ନିଜ ଭିତରେ ସମ୍ପର୍କ ଖରାପ ହେବାର ଅନେକ ଚାନ୍ସ ରହୁଛି। ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ବାଧାବିଘ୍ନ ଯାହାକି ଲସ୍ ହେବାର ଯୁଗ ରହୁଛି, କିନ୍ତୁ ମଙ୍ଗଳ ଜଡ଼ିତ ରହୁଥିବାରୁ ଆପଣଙ୍କର କ୍ଷତି ହୋଇଥିବା ପୂରଣ ମଧ୍ୟ ହେବାର ଅନେକ ଚାନ୍ସ ରହୁଛି। ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବିଶେଷ କରି ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିବ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି କଳା ମିଶ୍ରିତ କଳା ରଙ୍ଗ ଆପଣ ୟୁଜ୍ କରିପାରିବେ ଏବଂ ଭାଗ୍ୟ ଆପଣଙ୍କୁ ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି
ଆଜି ଦିନଟି ଆପଣଙ୍କ ପାଇଁ ମୂଲ୍ୟବାନର ଦିନ ହୋଇପାରେ। ଆପଣଙ୍କର ଭାଗ୍ୟ ଉଦୟ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଅନେକ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ। ଆପଣଙ୍କର ପ୍ରଥମ ସ୍ଥାନରେ ଚନ୍ଦ୍ର ଅବସ୍ଥାପନ କରୁଥିବାରୁ ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୁଗ ରହିଛି ଏବଂ ନକ୍ଷତ୍ର ଯାହାକି ଆପଣଙ୍କର ମଙ୍ଗଳ ସ୍ୱାମୀ ଦଶମ ସ୍ଥାନରେ ରହିଛନ୍ତି। ତେଣୁ ନିଜର କାର୍ଯ୍ୟକ୍ଷେତ୍ରରେ ଅନେକ ପ୍ରତିଷ୍ଠା ଲାଭ କରିବାର ଯୁଗ ରହୁଛି ତୁଳା ରାଶି ବ୍ୟକ୍ତିଙ୍କର। ଆଜି ତୁଳା ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଅନେକ ଆପଣ ସଫଳତା ରହିବେ। ବୃତ୍ତିଗତ କାର୍ଯ୍ୟରେ ଆପଣ ପ୍ରତିଷ୍ଠିତ ହେବେ ଏବଂ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବାର ଅନେକ ଚାନ୍ସ ରହୁଛି। ନିଜର ଦକ୍ଷତା ଯୋଗୁଁ ସମସ୍ତଙ୍କର ମନ ଜିଣିବାର ଉତ୍ତମ ଦିନ ବନଉଛି। ଆଜି ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଉତ୍ତମ ଦିନ ରହୁଛି। ତତ୍ସହିତ ଆଜି ଚାକିରି ସମ୍ବନ୍ଧର ଭାଗ୍ୟ ଆପଣଙ୍କର ଏକ ଉତ୍ତମ ଯୁଗ ବନଉଛି ଏବଂ ଆଜି ତୁଳା ରାଶି ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ବିନିଯୋଗ ଅର୍ଥାତ୍ ଆପଣଙ୍କ ପାଇଁ ଭାଗ୍ୟ ଗ୍ରହ ଶୁଭ ଯୁଗ ସ୍ଥିତିରେ ରହିଛି। ତତ୍ସହିତ ତୁଳା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆଜି ବହୁତ ରୋମାଣ୍ଟିକ ଏବଂ ଆନନ୍ଦମୟ ପରିସ୍ଥିତି ବନଉଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ବନ୍ଧ ଅତି ଭଲ ରହିବ। ନିଜ ଭିତରେ ଆଜି ପ୍ରେମ ଅଧିକ ଦେଖାଦେବ। ତତ୍ସହିତ ଆଜି ପାରିବାରିକ ଦୃଷ୍ଟିରୁ ଦେଖିଲେ ସମସ୍ତଙ୍କ ସହିତ ମିଳିମିଶି ଦିନଟି ଅତି ସୁଖମୟରେ କଟିବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟ ଯେଉଁମାନେ କରୁଛନ୍ତି ତାଙ୍କ ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ତତ୍ସହିତ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ବନଉଛି, ଯାହା ଅର୍ଥନୈତିକ କାରବାରରେ ଅନେକ ଲାଭ ପାଇପାରିବେ ତୁଳା ରାଶି ବ୍ୟକ୍ତି। ଆଜି ତୁଳା ରାଶି ବ୍ୟକ୍ତି ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ସେମାନେ ଅନେକ ଲାଭ ପାଇବାର ସୁଯୋଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2। ଭାଗ୍ୟ ରଙ୍ଗ ରହୁଛି ଧୂସର ରଙ୍ଗ ୟୁଜ୍ କରିପାରିବେ। ଆଜି ଭାଗ୍ୟ ଆପଣଙ୍କୁ ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଆପଣଙ୍କ ପାଇଁ ସମସ୍ତ କାର୍ଯ୍ୟରେ ନୈରାଶ୍ୟ କରିପାରେ, ଯାହାକି ଦ୍ୱାଦଶ ସ୍ଥାନରେ ଆଜି ବସିଛନ୍ତି ଚନ୍ଦ୍ର। ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ଆଘାତ, ଦୁର୍ଘଟଣା ଜନିତ ପୀଡ଼ା ଏବଂ ବ୍ୟୟ ଅନେକ କ୍ଷେତ୍ରରେ ଆସିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ନବମ ସ୍ଥାନରେ ମଙ୍ଗଳ ଅବସ୍ଥାପନ କରୁଥିବାରୁ ଆପଣଙ୍କୁ ଅନେକ କ୍ଷେତ୍ରରେ ବିଫଳତା ଏବଂ ନିଜ ଭିତରେ କାର୍ଯ୍ୟହାନି ଯୁଗ ରହୁଛି। ତେଣୁ ବିଛା ରାଶି ବ୍ୟକ୍ତି ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଯେତେ ଦୂରତା ଅବଲମ୍ବନ କରିବେ ତାହା ଆପଣଙ୍କ ପାଇଁ ଭଲ ହେବେ। ଆଜି ବିଛା ରାଶି ବ୍ୟକ୍ତି କୌଣସି କାର୍ଯ୍ୟରେ ଆପଣ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ କୌଣସି ମନୋରଞ୍ଜନ ବା କାହାକୁ ବାଧିଲା ଭଳିଆ କଥାବାର୍ତ୍ତା କରନ୍ତୁ ନାହିଁ। କେତେବେଳେ ବି ଆପଣଙ୍କର ମାନ ସମ୍ମାନ ହାନି ହେବାର ଯୁଗ ରହୁଛି। ତେଣୁ ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଅନେକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟଭାର ବଢ଼ିବ। ତେଣୁ ନିଜକୁ ନିଶ୍ଚିତ ଧ୍ୟାନ ଦେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଅନେକ ଚାପ ଆସିବ। ତେଣୁ ନିଜକୁ ସ୍ଥିରତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ତେବେ ଚାକିରି ସମ୍ବନ୍ଧରେ କିଏ ଯଦି ଜଡ଼ିତ ଥିବ ବିଛା ରାଶି ବ୍ୟକ୍ତି ନିଶ୍ଚିତ ଆଜି ନିଜର କାର୍ଯ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବିଛା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ମାନଙ୍କ ପାଇଁ ଉତ୍ତମ ଦିନ ହୋଇନପାରେ, ଯାହାକି ଆପଣଙ୍କୁ ଅନେକ କ୍ଷେତ୍ରରେ ଆପଣଙ୍କୁ ବାଧା ଆସିପାରେ। ତତ୍ସହିତ ବିଛା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆଜି ଭଲ ଯୁଗ ନାହିଁ। ନିଜ ଭିତରେ ମତ ପାର୍ଥକ୍ୟ ଦେଖାଦେବ। ସ୍ତ୍ରୀ ଜାତୀୟ ପ୍ରତି ଆପଣ ସାବଧାନ ରୁହନ୍ତୁ। କୌଣସି ଯାହାକି ଖରାପ ଦୃଷ୍ଟିରେ କଥାବାର୍ତ୍ତା କରନ୍ତୁ ନାହିଁ, ନହେଲେ ଆପଣଙ୍କର ସମ୍ମାନ ହାନି ଏବଂ ନୈରାଶ୍ୟ ହେବାକୁ ପଡ଼ିବ। ମାନ ସମ୍ମାନ ସହିତ ନିଜକୁ ଅନେକ କ୍ଷେତ୍ରରେ ବାଧା ଆସିପାରିବ ଆପଣଙ୍କ ପ୍ରେମ ସମ୍ବନ୍ଧରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର
पारिवारिक संपर्क खराब हब तेणु यह प्रति निश्चित सचेतन रुहंतु जहाँ आपणक पई भल हेबो। तेबे व्यवसाय क्षेत्र में बिछा राशि व्यक्ति आज विशेष लाभयुक्त नहीं तेणु कौनसी अर्थजनित डिसिजन नियंतु नहीं। तत्सहित बिछा राशि व्यक्ति आज जो माने व्यापार वाणिज्य करुछंती निश्चित सावधान रुहंतु। आज बिछा राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य चिंता अस्थिर करिपारे तेणु यह प्रति सचेतन रुहंतु। खाद्य प्रति आपण ध्यान अत्यंत आवश्यकता रही। आज बिछा राशि व्यक्तिंकर भाग्य संख्या रही 3, भाग्य रंग रहुची बैगणी एवं भाग्य आपण को आज जहाँकि 25% साथ दौछंती। एबे चलंतु जानिबा धनुराशि व्यक्ति विषय। धनुराशि व्यक्ति आज दिनटी आपणक पई सफलतार दिन होई पारे जहाँकि आपणक भाग्य ग्रह पूर्ण शुभ युग बनौछि। आज धनुराशि एकादश स्थान रे आपणकर चंद्र अवस्थापन करुथिबारु ग्रह माने आपणकु अनेक क्षेत्र रे लाभयुक्त करि पारंती। मानसिक स्तर रे आपण बहुत सुस्थ एवं स्ट्रांग रहिबे किंतु जो माने जमी जमा कार्य रे जड़ित सेमाने आज कौनसी गुरुत्वपूर्ण निष्पत्ति नियंतु नाही। तेबे अन्य माने आज निश्चित गुरुत्वपूर्ण निष्पत्ति नबा पई निश्चित आपणकर भाग्य पूर्ण शुभयुग स्थिति रे रहुची। आज धनुराशि व्यक्ति आपणक कर्म क्षेत्र निश्चित सफलता युग रहुची। उत्तम आज आपणकर भाग्य पूर्ण शुभयुग स्थिति बनौथिबारु कर्म क्षेत्र रे निश्चित सफलता हासिल करिवे। तत्सहित आपण जो माने चाकरी संबंध रे जड़ित रहिचंती आपणकर प्रतिभा परिप्रकाश करिवो जहाँकि उपरस्थ कर्मचारी आपणक ऊपर निश्चित संतुष्ट हेबे एवं प्रशंसा करिवार पूर्ण शुभयुग रहुची। तेबे आज धनुराशि व्यक्तिंकर राजनैतिक एवं सामाजिक क्षेत्र रे आपणकर प्रतिभा एवं दबदबा समाज आगरे परिप्रकाश करिवो। आज धनुराशि व्यक्ति जो माने शिक्षार्थी छात्र छात्री मानक पई उत्तम दिन बनै पारे। तत्सहित आज जो माने प्रेम संबंध रे जड़ित सेमानक पई आज रोमांटिक परिवेश सृष्टि करि पारे जहाँकि आज भल वार्तालाप करिवार उत्तम युग बनौछि धनुराशि व्यक्तिंकर। आज धनुराशि व्यक्तिंकर जहाँकि पारिवारिक संपर्क भल रहिबो जहाँकि समस्त परिवार वर्गों सहित हस खुशी दिन कटिबार सुजोग रहुची। तेबे धनुराशि व्यक्ति आज जो माने अस्त्र शस्त्र बा कौनसी विपद जिनिस ठारू टिके दूरता अवलंबन करिले ताहा आपणक पई भल रहिबो नहले केतो क्षेत्र रे ताहा बाधा विघ्न देई पारे। तेबे आज धनुराशि व्यक्तिंकर जहाँकि व्यापार वाणिज्य जड़ित जो माने अर्थजनित कारोबार रे सेमानंकु आज विशेष भल लाभ न देई पारे अनेक क्षेत्र रे आपणकु क्षति होबार चांस रहउची। एहा प्रति सचेतन रुहंतु। तेबे अन्य क्षेत्र रे जो माने व्यापार वाणिज्य करूछंती सेमानंकु निश्चित लाभ जड़ित रहिबो। तत्सहित आज धनुराशि व्यक्तिंकर जहाँकि स्वास्थ्यगत दृष्टि देखिले आपणकर स्वास्थ्य चिंता बढ़ी पारे बा अनेक क्षेत्र रे आपण पूर्वर जदि स्वास्थ्य समस्या थिबो ताहा आहुरी बढ़ी जाई पारे। तेणु निश्चित यह प्रति सचेतन रुहंतु धनुराशि व्यक्ति। आज धनुराशि व्यक्तिंकर भाग्य संख्या रही 1, भाग्य रंग रहुची सुनेली कलर एवं भाग्य आपण को जहाँकि 75% साथ दौछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज आपणकर भाग्य ग्रह पूर्ण शुभ युग बनौछि जहाँकि आपणकर 10म स्थान रे रहिचंती चंद्र अनेक क्षेत्र रे आपणकर महासुख प्राप्ति करिवार युग रहुछि एवं बहुत कार्य रे आपण संतुष्ट अनुभव करि पारंती। कर्म क्षेत्र रे आपण निश्चित भाग्य साथ देबो। विशेष करी चाकरी संबंध रे मकर राशि व्यक्तिंकर पूर्ण शुभ युग बनौथिबारु दिनटी अति आनंद सहित निश्चित निजर कार्य शुभ युग स्थिति रे बनैबे एवं कार्यशैली देखि उपरस्थ कर्मचारी आपणक ऊपर निश्चित संतुष्टता अनुभव करि पारंती। मकर राशि व्यक्ति आज मकर राशि व्यक्ति राजनैतिक सहित सामाजिक क्षेत्र रे आपणकर प्रतिभा निश्चित परिप्रकाश करिवो।
आज मकर राशि व्यक्ति शिक्षार्थी मानक पई उत्तम जुग बनौछि। तत्सहित मकर राशि व्यक्ति आज प्रेम संबंध रे आपन को निराश होवा को पड़िबो। निज भितर संपर्क आज अनेक क्षेत्र रे खराब जुग रहुछि। तेणु मकर राशि व्यक्ति यह प्रति निश्चित सचेतन रुहंतु। कारण आज मंगल रहुछि आपणकर सप्तम स्थान रे, जहा कि प्रेम जनित क्षेत्र रे विरुद्धाभास आसीबो एवं पारिवारिक संपर्क विशेष करी स्वामी स्त्री भितर झगड़ा हबार अनेक चांस रहुछि। तेणु मकर राशि व्यक्ति यह प्रति निश्चित सचेतन रुहंतु। आज मकर राशि व्यक्तिंकर स्वास्थ्यगत चिंता जहा कि आपणकर बढ़ी पारे। पूर्वर जदि कार स्वास्थ्य समस्या थिबो आज आहुरी अधिक बढ़ी दे पारे। आज मकर राशि व्यक्तिंकर जहा कि भाग्य संख्या रही जहा कि 8, भाग्य रंग रहुछि गाढ़ नील एवं भाग्य आपन को आज जहा कि 75% साथ दौछंती। एबे चलंतु जानिबा कुंभ राशि व्यक्तिंक विषय। कुंभ राशि व्यक्ति आपणकर भाग्य आज निम्नगामी रहुथिबारु अनेक क्षेत्र रे आपण मानसिक चाप रहिबो। कौनसी कार्य रे आपण को सफलता मिलिबा भारी कष्टकर, जहा नैराश्यपण आपण भितर देखा देबो। तेणु कुंभ राशि व्यक्ति धैर्य सहकार निजर कार्य करंतु एवं सर्वदा शांति एवं आराम रहिबा पई रास्ता खोजंतु, जहा आपणक पई भलो हेबो। एवं निश्चित निज कार्यर सफलता बनैबा पई कौनसी आध्यात्मिक कार्य रे जड़ित रुहंतु किंबा किछि नूतन पुस्तक जहा कि प्रेरणादायक पुस्तक पढ़ंतु। कुंभ राशि व्यक्ति निजर मन को स्थिर रखिबा पई। आज कुंभ राशि व्यक्तिंकर कर्म क्षेत्र तो बाधा विघ्न आसुची, किंतु जुक्ति तर्क जदि कहा सहित लागुछि आपण निश्चित विजय हेबे। किंतु आपण कौनसी कर्म क्षेत्र रे बा राजनीतिक सामाजिक क्षेत्र रे टिके दबदबा आपणकर कमिबो। तेणु यह प्रति निश्चित सचेतन रुहंतु। प्रिय व्यक्तिंक सहित आज आपणकर कलह सृष्टि होई पारे। प्रेम जनित क्षेत्र रे आपणकर ईगो बा आपणकर राग जोगु निजर संपर्क खराब होबार अनेक चांस रहुछि। आज कुंभ राशि व्यक्तिंकर जहा कि पारिवारिक संपर्क भल स्थिति न रहिबो। तेणु भल स्थिति पाई आपण टिके शांत रुहंतु एवं सदा बेले केमिति संपर्क भल रहिबो सेति प्रति सचेतन रुहंतु। आज कुंभ राशि व्यक्ति विशेष करी शिक्षार्थी मानक पई आज उत्तम दिन होई न पारे। आज कुंभ राशि व्यक्तिंकर जहा कि अर्थनैतिक कारोबार रे आपण निश्चित सफलता आडकू अग्रगति करिवे। निजर प्रतिभा एवं कठिन परिश्रम जुगु आपण निश्चित एक रोजगार बा भल अर्थ इनकम करिवार प्रतिभा परिप्रकाश करि पारे। तत्सहित कुंभ राशि व्यक्ति जो माने व्यापार वाणिज्य रे जड़ित निश्चित आज सफलता हेबे। तेबे आज कुंभ राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य चिंता रहिबो नाही। निश्चित आपण स्वास्थ्य को ठीक करिबा पई सदा बेले चेष्टित रहि पारंती। आज कुंभ राशि व्यक्तिंकर भाग्य संख्या रहिछि 6, भाग्य रंग रहुछि जहा कि धला एवं भाग्य आपण को आज जहा कि 85% साथ दौछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज आपणकर भाग्य ग्रह निम्नगामी रहुथिबारु कौनसी गुरुत्वपूर्ण निष्पत्ति ठारू मीन राशि व्यक्ति जेते दूर दूरता अवलंबन करिवे ताहा आपणक पई भलो हेबो। कर्म क्षेत्र रे अनेक बाधा विघ्न आसीबो एवं नैराश्य मानसिक स्तर आपण दुर्बल रही पारिबे। मीन राशि व्यक्ति जहा आपणक भाग्य चक्र रु जणा पडुछि, जहा आपणकु नैराश्य सहित निजर कार्य भूल हबार अनेक चांस रहुछि। तेणु कर्म क्षेत्र निश्चित सचेतन रुहंतु मीन राशि व्यक्ति। आज चाकरी संबंध रे आपण जदि जड़ित थिबे मीन राशि व्यक्ति आपण अनेक बाधा विघ्न एवं चैलेंज आसीबो जहाकु सामना करिवा भारी कष्टकर। आज मीन राशि व्यक्ति सामाजिक राजनीतिक क्षेत्र रे आपणकर भाग्य ग्रह निम्नगामी रहुछि। तेणु यह प्रति निश्चित दूरता अवलंबन करंतु। तत्सहित शिक्षार्थी मानक पई आज उत्तम दिन होई न पारे। तत्सहित मीन राशि व्यक्ति जो माने प्रेम संबंध रे जड़ित तांको पई आज जटिलता निज भितर संपर्क खराब होबार अनेक चांस रहुछि, जहा कि आज कलह जुग बनै पारे।
तेणु यह प्रति निश्चित सचेतन रहिबा सहित पारिवारिक संपर्क को भल रखिबा पई चेष्टा करंतु। काहेकि ना आज आपणकर भाग्य ग्रह निम्नगामी रहुथिबारु परिवार संपर्क अनेक क्षेत्र में जहाँकि कलह सृष्टि सहित निज भितर जुक्ति तर्क एवं अनेक समस्या आपण को जहाँकि सामना करने भारी कष्टकर जुग रहू। तेणु केतक क्षेत्र में मीन राशि व्यक्ति निश्चित चुप रहिले समस्त बाधा विघ्न समाधान हो जिवो। आज मीन राशि व्यक्तिंकर अर्थनैतिक कारोबार आपन टिके सावधान रुहंतु जहाँ आपण भल हम कौन अर्थजनित निष्पत्ति नियंतु नाही। जो माने व्यापार वाणिज्य जड़ित अच्छा आपण टिके सावधान रुहंतु। आज मीन राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य चिंता बढ़ी जाई पारे। काहेकि ना आपणकर स्वास्थ्य क्षेत्र में अनेक समस्या जुटी पारे। तेणु निश्चित स्वास्थ्य प्रति ध्यान दिंतु जहाँ स्वास्थ्य ठीक रहिबा पई समस्त प्रकार चेष्टा रखंतु। आवश्यक स्थले आपण ध्यान एवं जुग करंतु देखिबे आपणकर स्वास्थ्य ठीक रहिबो। आज मीन राशि व्यक्तिंकर भाग्य संख्या रही 4, भाग्य रंग रहुची जहाँ की मिश्रित धला रंग बा कला धला मिश्रित आपण यूज करि परिबे। आज आपणकर भाग्य जहाँ की 25% साथ दउछंती। ओम विष्णवे नमः। नमस्कार।